ପ୍ରାଣର ଠାକୁର ପରମ ପୂଜନୀୟ ଲକ୍ଷ୍ମୀମା ଯୁଗାଚାର୍ଯ୍ୟ ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ବଡ଼ଦା ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ଆଜିର ଏହି ପବିତ୍ର ସାନ୍ଧ୍ୟ ସତ୍ସଙ୍ଗର ମୁଖ୍ୟ ପରିଚାଳକ ସମାନ ରୀତିକର୍ତ୍ତା ଆଚାର୍ଯ୍ୟ ଭାଇଙ୍କୁ ମୋର ଆନ୍ତରିକ ଜୟଗୁରୁ ତଥା ଅଧୈର୍ଯ୍ୟ କର୍ମୀ ଭାଇ ସୁନାକର ଭାଇଙ୍କୁ ମୋର ଆନ୍ତରିକ ଜୟଗୁରୁ ତଥା ମିଶ୍ର ଭାଇ ଆମର ଉମେଶ ଭାଇ ଦୟାନିଧି ଭାଇ ତଥା ସମସ୍ତ ଇଷ୍ଟପ୍ରାଣ ଭାଇ ମାନଙ୍କୁ ମୋର ପ୍ରଣାମ ଜୟଗୁରୁ। ଆଉ ଏ ଛୋଟ ଛୋଟ ପିଲାଙ୍କୁ ମୋର ଭଲଭାଷା ତଥା ଏଇ ଡାକବାଜି ଯନ୍ତ୍ର ଦ୍ୱାରା ଶୁଣୁଥିବା ସମସ୍ତ ସାଧୁ ସଜନ ମାନଙ୍କୁ ମୋର ପ୍ରଣାମ ନିବେଦନ ରଖେ। ଆଜି ସତ୍ସଙ୍ଗର ଏହି ପବିତ୍ର ସତ୍ସଙ୍ଗ ଆଜି ପ୍ରଦାନ କରିଛନ୍ତି ସମାନ ଜଗବନ୍ଧୁ ଭାଇ ଶ୍ରଦ୍ଧେୟ ରତ୍ନାକର ଭାଇ ଯିଏକି ଶ୍ରଦ୍ଧେୟ ରତ୍ନାକର ଭାଇଙ୍କର ଯିଏକି ତାଙ୍କର ଜ୍ୟେଷ୍ଠ ପୁତ୍ର ଯିଏକି ରବି ନାରାୟଣ ବିବାହ କର୍ମ ସମାପନ ହୋଇଛି। ଆଉ ସେଇ ନବଦପନ୍ତୀଙ୍କର ଯିଏକି ରବି ନାରାୟଣ ତଥା ତାଙ୍କର ପୁତ୍ରବଧୂ ରାଜଲକ୍ଷ୍ମୀର ଏହି ଶୁଭ କାମନା ଉଦ୍ଦେଶ୍ୟରେ ଏହି ମଙ୍ଗଳମୟ ତାଙ୍କ ଉଦ୍ଦେଶ୍ୟରେ ସେ କିଭଳି ଭାବରେ ଏହି ସତ୍ସଙ୍ଗ ଆୟୋଜନ କରିଛନ୍ତି ଠାକୁରଙ୍କ ପାଖରେ ମୁଁ ପ୍ରାର୍ଥନା ରଖେ ସେଇ ନବଦପନ୍ତୀଙ୍କର ଜୀବନ ସୁଖମୟ ହେଉଠୁ ଠାକୁରଙ୍କର ଅଭିବାଶିଷ ତାଙ୍କ ଉପରେ ଝରି ପଡ଼ୁ ସେ ଏଇଭଳି ଭାବରେ ଠାକୁରଙ୍କୁ ବହନ କରି ଚାଲନ୍ତୁ ଠାକୁରଙ୍କ ପାଖରେ ମୋର ପ୍ରାର୍ଥନା। ପ୍ରକୃତରେ ଜୀବନରେ ସଦ୍ଗୁରୁକୁ ଗ୍ରହଣ କରିବାକୁ ହେଲେ କିଛି ମାନିବାକୁ ପଡ଼ିବ ଯେ କି ଆଜି ଯେଉଁ ଉଦ୍ଦେଶ୍ୟରେ ଆଜି ସତ୍ସଙ୍ଗ ପ୍ରଦାନ କରିଛନ୍ତି ଯେ କି ସେଇ ପୁତ୍ରବଧୂ ଯିଏକି ଆଜି ତାଙ୍କ ବାପ ଘରେ ସେ ଝିଅ ରୂପେ ସେ ପରିଚାଳିତ ହେଉଥିଲେ ଆଜି ଯେତେବେଳେ ବିବାହ କର୍ମ ସମାପନ ହୋଇଯାଇଛି ତାଙ୍କର ସିଏ ଆସି ଏଠି ବଧୂ ରୂପରେ ପରିଚିତ ଯେ କି ସେଇଭଳି ଭାବରେ ସିଏ ସ୍ୱାମୀକୁ ତଥା ତାଙ୍କ ଶାଶୁ ଶ୍ୱଶୁର ସମସ୍ତଙ୍କୁ କିଭଳି ଭାବରେ ଭଲ ପାଇବା ପାଇଁ ପଡ଼ିବ ଠାକୁର ତା ବାସ୍ତବରେ ସେସବୁ କାଇଦା କୌଶଳ ଦେଖାଇ ଦେଇଛନ୍ତି। ସେଇଭଳି ଭିତରେ ତାଙ୍କୁ ଚାଲିବା ପାଇଁ ପଡ଼ିବ। ସେଇଥିପାଇଁ ଠାକୁର ଶିକ୍ଷା ଦୀକ୍ଷା ଆଉ ବିବାହ ଉପରେ ଗୁରୁତ୍ୱ ଦେଇଛନ୍ତି। ଠାକୁର କହିଛନ୍ତି ବିବାହକୁ ତୁମେ ଖେଳନା ବୋଲି ଭାବ ନାହିଁ ବିବାହକୁ ଗୁରୁତ୍ୱପୂର୍ଣ୍ଣ ଦେଇଛନ୍ତି ଠାକୁର। ସେଇ ଉଦ୍ଦେଶ୍ୟରେ ଆମକୁ ମାନିବା ପାଇଁ ପଡ଼ିବ ତାଙ୍କ କର୍ମ ଯାହା ହେଲେ ଆମେ ନିଷ୍ଠାର ସହିତ ତାଙ୍କୁ ଭଲ ପାଇପାରିବା। ଆଉ ଆଜି କିଭଳି ଭାବରେ ମଣିଷ ଆଜି ସତ୍ସଙ୍ଗ ଆସି କିଭଳି ଭାବରେ ପରିବର୍ତ୍ତନଶୀଳ ହୋଇଛନ୍ତି ଆଜି ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁର ଆଦର୍ଶ ପୁରୁଷ ରୂପେ କିଭଳି ଭାବରେ ପ୍ରତିଷ୍ଠିତ ହୋଇଛନ୍ତି ସମାଜରେ ଆମେ ପ୍ରତ୍ୟେକ ଜାଣୁ ସେଇ ଦିଗ ଦେଇ ଆମକୁ ଚାଲିବା ପାଇଁ ପଡ଼ିବ। ସେଇଥିପାଇଁ ଠାକୁର କହୁଛନ୍ତି ଇଷ୍ଟ ନିଶାରେ ଛୁଟିଲେ ପୁରୁଷ ପ୍ରଜ୍ଞା ଅନୁପମା ସ୍ୱାମୀ ନିଶାରେ ଛୁଟିଲେ ନାରୀ ଶ୍ରେଷ୍ଠ ପୁଅରମା। କିନ୍ତୁ ପ୍ରକୃତରେ ସ୍ୱାମୀ ପ୍ରତି ସେଇଭଳି ଭାବରେ ନାରୀର ନିଷ୍ଠା ରହିବା ଦରକାର ସ୍ୱାମୀ ସେଇଭଳି ଇଷ୍ଟକୁ ବହନ କରି ଚାଲିବା ଦରକାର। ତାରି ଭିତରେ ଦେଇ ଠାକୁର ନିଶ୍ଚିନ୍ତ ତାଙ୍କର ମାନେ ମନର ଶୁଭ ଫଳ ପ୍ରଦାନ କରିବେ। ଆଉ ଯାହା ହଉ ସତ୍ସଙ୍ଗର ସମୟ ସୀମିତ ମୁଁ ଗୋଟେ ଛୋଟ କଥା କହି ମୋର ବକ୍ତବ୍ୟ ଶେଷ କରୁଛି। ଆଚାର୍ଯ୍ୟ ଦେବ ଦିନେ କହୁଥିଲେ ଯେ କି ବସିଛନ୍ତି ମାନେ ପାଲା ମଣ୍ଡପରେ ଯେ କି ସେଠି ଭାଇମାନେ ଉପସ୍ଥିତ ଅଛନ୍ତି କର୍ମୀ ଭାଇ ଉପସ୍ଥିତ ଅଛନ୍ତି ମାନେ ସେଇ ସମୟରେ ଆସିଛନ୍ତି ମାନେ ଦୁର୍ଗାପୁରରୁ ସେମାନେ ଉତ୍ସବ କରିବେ। ଆଉ ଆଚାର୍ଯ୍ୟ ଦେବଙ୍କୁ ନିବେଦନ କରି କହୁଛନ୍ତି ଦାଦା ଆମେ ଟିକେ ଉତ୍ସବ କରିବୁ। ସେଥିପାଇଁ ଆଚାର୍ଯ୍ୟ ଦେବ କହୁଛନ୍ତି ମାନେ ସମାଜରେ ମଣିଷ ଆମ ସତ୍ସଙ୍ଗୀ ମାନଙ୍କୁ କିଭଳି ଭାବରେ ଦେଖିବାକୁ ଚାହୁଁଛନ୍ତି ତାଙ୍କର କଥା ଥିଲା ଆଚାର୍ଯ୍ୟ ଦେବଙ୍କର ଯେ କି ସିଏ ଅନୁମତି ଦେଲେ ତୁମେ ଉତ୍ସବ କର କିନ୍ତୁ କେହି କାହାକୁ ଅର୍ଘ୍ୟ ମାନେ କଥା କହିବ ନାହିଁ। ପ୍ରତ୍ୟେକ ଦୀକ୍ଷିତ ସମସ୍ତଙ୍କୁ ଯାଇ ଯୋଡ଼ ହସ୍ତରେ ନିବେଦନ କରିବ ଯେ କି ଆମେ ଉତ୍ସବ କରୁଛୁ ଆପଣମାନେ ଯାଇ ସେଠି ଉପସ୍ଥିତ ହେବେ। ଆଉ କୋଉଭଳି ଭାବରେ ଆପଣ ଯାଇ ପହଞ୍ଚିବେ ଟିକେ ଆମକୁ ଟିକେ ଜଣାଇବେ। ଆଉ ତାପରେ ଏକଥା କହି ସେ ଭାଇମାନେ ପଳେଇ ଯାଇଛନ୍ତି ଯେ କି ତାଙ୍କର ଉତ୍ସବ କିଭଳି ଭାବରେ ହବ ସମସ୍ତେ ଲାଗି ପଡ଼ିଛନ୍ତି। କିନ୍ତୁ ସେଇ ଉତ୍ସବରେ ଦେଖିବାକୁ ହେଲା ଯେ କି 40,000ରୁ ଲୋକ ସେଠି ଗ୍ୟାଦରିଂ ହେଇଛନ୍ତି ତା ଭିତରେ 10ରୁ 15 ଅଦୀକ୍ଷିତ ଲୋକ ସେଠି ଉପସ୍ଥିତ ହୋଇଛନ୍ତି। ତାପରେ ଉତ୍ସବ ସରିଛି ଆଉ ସେଇ ଉତ୍ସବ ପଡ଼ିଆ ଯେ କି ସେଇ ପଡ଼ିଆରେ ଯେଉଁ ପଡ଼ିଆରେ ଉତ୍ସବ କରାଯାଉଥିଲା ସେଇ ପଡ଼ିଆକୁ ମାନେ ଶେଷରେ ଉତ୍ସବ ପରେ କର୍ମୀ ଭାଇ ମାନେ କିଭଳି ଭାବରେ
जो अवस्था से पड़ियाटी थिला सेही पड़िया को से सुचारू रूप रे सेठारे से समापन करिसंती एथुरु स्पष्ट परिप्रकाश पाए आज जो कथा आचार्य देव कहउछंती चाहिसंती जे के आज समाज किभଳି भाबरे हमकु ए सत्संग मानको देखिबाकू चाहंती किंतु एही भଳି भाबरे देखिबाकू हबो जे ठाकुरंकर विधान को हमकु मानिबा पई पड़िबो जे कि आचार्य परंपरा भितरे आज जे भଳି भाबरे कोटी कोटी लोक तांकु तांकरी चरण शरण नै आज